ବହୁତ ଦିନର ଦଳର କଥା। ବାଲେଶ୍ୱରର ଗୋଟେ ଗାଁରେ ଗୋଟେ ବୁଢ଼ା ଗୋଟେ ବୁଢ଼ୀ ତା ଦୁଇ ପୁଅଙ୍କ ସହ ରହୁଥିଲେ। ଦିନେ ବୁଢ଼ା ମେଳାରୁ ଗୋଟେ ଛେଳି କିଣି ଘରକୁ ଆଣିଲା। ତା ନାଁ ଥିଲା ନକୁ। ପରଦିନ ସକାଳୁ ବୁଢ଼ା ତା ବଡ଼ ପୁଅକୁ ଛେଳି ଚରାଇବାକୁ ପଠାଇଲା। ନକୁ ଦିନ ସାରା ମନ ଭରି ଘାସପତ୍ର ଖାଇଲା। ଶୋଷ ଲାଗିବାରୁ ପାଖରେ ଥିବା ଗୋଟେ ପୋଖରୀରୁ ମନ ଭରି ପାଣି ପିଇଲା। ନକୁ ଘାସପତ୍ର ଖାଇସାରି ସୁଲୁ ସୁଲୁ ପବନରେ ଗଛର ଛାଇ ତଳେ ଆରାମସେ ଶୋଇପଡ଼ିଲା। ସନ୍ଧ୍ୟାବେଳେ ବୁଢ଼ାର ବଡ଼ ପୁଅ ଛେଳି ନେଇ ଘରକୁ ଫେରିଲା। ବୁଢ଼ା ଗୋଟେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଦୁଆରେ ଠିଆ ହେଇଥିଲା। ଆଉ ଛେଳି ଆସୁ ଆସୁ ସେ ପଚାରିଲା, ଆରେ ଏ ଛେଳି, ଆଜି କ'ଣ ଖାଇଛୁ? କିଛି ଖାଇନି, କିଛି ପିଇନି। ଗଛ ପାଖରେ ଡେଇଁ ଡେଇଁ ଗୋଟିଏ ପତ୍ର ଖାଇଲି। ବାଟରେ ଯାଉ ଯାଉ ପୋଖରୀଟିଏ ଦେଖିଲି। ତର ତର ହୋଇ ଢୋକେ ପାଣି ପିଇ ଆସିଲି। ଏତିକି ଖାଇଛି, ଏତିକି ପିଇଛି। ନକୁ ଛେଳି କଥା ଶୁଣି ବୁଢ଼ା ତା ବଡ଼ ପୁଅ ଉପରେ ରାଗି ନାଲି ପଡ଼ିଗଲା। ଆଉ ସେ ତା ବଡ଼ ପୁଅକୁ ଘରୁ ବାହାର କରିଦେଲା। ଦ୍ୱିତୀୟ ଦିନ ବୁଢ଼ା ତା ସାନ ପୁଅକୁ ଛେଳି ଚରାଇବାକୁ ଜଙ୍ଗଲକୁ ପଠାଇଲା। ନକୁ ଛେଳି ପୂର୍ବ ଭଳି ପେଟ ଭରି ଘାସ ଖାଇ ଗଛ ତଳେ ଆରାମସେ ପାଣି ପିଇ ଶୋଇଲା। ଏବଂ ସନ୍ଧ୍ୟାବେଳେ ଘରକୁ ଫେରିଲା। ଘରେ ପହଞ୍ଚୁ ପହଞ୍ଚୁ ବୁଢ଼ା ଛେଳିକି ପଚାରିଲା, ଆରେ ଏ ଛେଳି, ଆଜି କ'ଣ ଖାଇଛୁ? କିଛି ଖାଇନି, କିଛି ପିଇନି। ଗଛ ପାଖରେ ଡେଇଁ ଡେଇଁ ଗୋଟିଏ ପତ୍ର ଖାଇଲି। ବାଟରେ ଯାଉ ଯାଉ ଗୋଟିଏ ପୋଖରୀ ପଡ଼ିଲା। ଢୋକେ ପାଣି ପିଇ ଆସିଲି। ଏତିକି ଖାଇଛି, ଏତିକି ପିଇଛି। ଏତିକି ଶୁଣି ବୁଢ଼ା ସାନ ପୁଅ ଉପରେ ଭୀଷଣ ରାଗି ତାକୁ ବି ଘରୁ ବାହାର କରିଦେଲା। ଆଉ ତା ପରଦିନ ବୁଢ଼ା ବୁଢ଼ୀକି ଜଙ୍ଗଲକୁ ଛେଳି ଚରାଇବାକୁ ପଠାଇଲା। ପୂର୍ବ ଭଳି ଛେଳି ମନ ଭରି ଘାସପତ୍ର ଖାଇ ପାଣି ପିଇ ଗଛ ତଳେ ଆରାମ କରି ସନ୍ଧ୍ୟା ବେଳକୁ ଘରକୁ ଫେରିଲା। ବୁଢ଼ା ଅପେକ୍ଷା କରିଥିଲା। ଛେଳି ଫେରିବା ମାତ୍ରେ ବୁଢ଼ା ଛେଳିକି ସେଇ ପ୍ରଶ୍ନ ପଚାରିଲା, ଆରେ ଏ ଛେଳି, ଆଜି ତୁ କ'ଣ ଖାଇଛୁ? ନକୁ ଛେଳିର ପ୍ରକୃତି ମିଛ କହିବା। ଆଉ ସେ ପୁଣି ସେଇ ମିଛ କଥା କହିଲା। ଏହା ଶୁଣି ବୁଢ଼ା ବୁଢ଼ୀ ଉପରେ ଭୀଷଣ ରାଗିଯାଇ ବୁଢ଼ୀକି ବି ଘରୁ ବାହାର କରିଦେଲା। ଲାଷ୍ଟକୁ ବୁଢ଼ା କୃଷକ ପାଖରେ ନକୁ ଛେଳି ଛଡ଼ା ଆଉ କେହି ବି ନଥିଲେ। ତା ପରଦିନ ସକାଳୁ ବୁଢ଼ା କୃଷକ ଛେଳିକୁ ନେଇ ଜଙ୍ଗଲକୁ ଚରାଇବାକୁ ଗଲା। ଛେଳିଟି ସବୁଦିନ ଭଳି ମନ ଭରି ଘାସ ଖାଇଲା ଆଉ ମନ ଭରି ପାଣି ପିଇଲା। ଆଉ ସନ୍ଧ୍ୟାବେଳେ ଘରକୁ ଫେରିଲା ପରେ ବୁଢ଼ା ତାକୁ ସେହି ପ୍ରଶ୍ନ ପଚାରିଲା, ଆରେ ଏ ଛେଳି, ଆଜି ତୁ କ'ଣ ଖାଇଛୁ? କିଛି ଖାଇନି, କିଛି ପିଇନି। ଗଛ ପାଖରେ ଡେଇଁ ଡେଇଁ ଗୋଟିଏ ପତ୍ର ଖାଇଲି। ବାଟରେ ଆସୁ ଆସୁ ଗୋଟିଏ ପୋଖରୀ ଦେଖିଲି। ଢୋକେ ପାଣି ପିଇ ପିଇ ତର ତର ହୋଇ ଆସିଲି। ଏତିକି ଖାଇଛି, ଏତିକି ପିଇଛି। ଛେଳିର କଥା ଶୁଣିବା ପରେ ବୁଢ଼ାର ହୋସ୍ ବସିଲା। ସେ ଜାଣିପାରିଲା ଏଇଟା ମିଛୁଆ ଛେଳି। ସେ ସାଙ୍ଗେ ସାଙ୍ଗେ ଛେଳିକି ପିଟି ପିଟି ଘରୁ ବାହାର କରିଦେଲା। ଆଉ ନିଜେ ବାହାରିଗଲା ନିଜର ପୁଅ ଆଉ ସ୍ତ୍ରୀକୁ ଖୋଜିବାକୁ। ଛେଳି ପ୍ରାଣ ଭୟରେ ଜଙ୍ଗଲକୁ ପଳାଇଲା। ଆଉ ସେ ଜଙ୍ଗଲ ରାସ୍ତାରେ ଯାଉ ଯାଉ ଗୋଟିଏ ଗୁମ୍ଫା ଦେଖିଲା। ଆଉ ସେ ଗୁମ୍ଫା ଭିତରେ ପଶି ଗୋଟିଏ ଅନ୍ଧାରୁଆ ଜାଗା ଦେଖି ଲୁଚିକରି ରହିଲା। ସେ ଗୁମ୍ଫାରେ ଚିକୁ ବୋଲି ଗୋଟିଏ ଠେକୁଆ ରହୁଥିଲା। ଯେତେବେଳେ ଚିକୁ ଠେକୁଆ ତା ଘରକୁ ଫେରିଲା, ତାକୁ ଜଣା ପଡ଼ିଲା ତା ଘର ଭିତରେ କିଏ ଜଣେ ଅଛି। ମୋ ଘରେ କିଏ ଅଛି? କିଏ ଅଛନ୍ତି? ବାହାରକୁ ଆସନ୍ତୁ।
ନକୁ ଛେଳି ଭାରି ଚତୁର ଥିଲା। ସେ ଚିକୁ ଠେକୁଆକୁ ଡରାଇବାକୁ ଲାଗିଲା। ନା ମୋର ନକୁ ଛେଳି, ରକତରେ ଖେଳେ ହୋଲି, ଓଲଟା ପାଲଟ ମୋର କାମ, ମୋ କଥାରେ ନୁହଁ ମୋ କାମରେ ଦମ, କନ୍ଦେଇ କନ୍ଦେଇ ସଭିଙ୍କୁ ମାରେ, ହାଣି ଦିଏ ମୁଁ ଚିରି ଦିଏ ଯାହାକୁ ଧରେ, ଧରେ ମୁଁ ନାହିଁ ମୋର ଦୋଷ, ଆଜିଠୁ ତୋର କାମ ଶେଷ। ନକୁ ଛେଳିର କଥା ଶୁଣି ଚିକୁ ଠେକୁଆ ଡରିଗଲା। ସେ ଭାବିଲା ଗୋଟେ ଭୟାନକ ପଶୁ ମୋ ଘର ଭିତରେ ପଶି ଆସିଛି। ଚିକୁ ଠେକୁଆ ପ୍ରାଣ ଭୟରେ ଦୌଡ଼ିବାକୁ ଲାଗିଲା। ଯାଉ ଯାଉ ଗୋଟେ ଭାଲୁ ସହିତ ତାର ଦେଖା ହେଲା। ଭାଲୁ ଦାଦା ମତେ ରକ୍ଷା କରନ୍ତୁ, ମୋ ଗୁମ୍ଫାରେ କିଏ ଜଣେ ପଶି ଯାଇଛି, ସେ ଭାରି ଭୟଙ୍କର, ପ୍ଲିଜ ମତେ ରକ୍ଷା କରନ୍ତୁ। ଏଇ ତମେ ଜମା ବ୍ୟସ୍ତ ହୁଅନି ଚିକୁ ଭାଇ, ମୋ ସହିତ ଚାଲ। ଭାଲୁ ଆଉ ଚିକୁ ଠେକୁଆ ଗୁମ୍ଫା ପାଖକୁ ଚାଲି ଚାଲି ଆସିଲେ। ଭାଲୁ ପାଟି କରି କହିଲା, କିଏ ଅଛି ଗୁମ୍ଫା ଭିତରେ, ବାହାରକୁ ଆସ। ନା ମୋର ନକୁ ଛେଳି, ରକତରେ ଖେଳେ ହୋଲି, ଶିକାର କରେ ମୁଁ ଭଳିକି ଭଳି, ସିଂହ ମୋର ଛୁରୀ ଭଳି, ଏଇଥର ତୋର ପାଳି, କନ୍ଦେଇ କନ୍ଦେଇ ସଭିଙ୍କୁ ମାରେ, ଯାହାକୁ ଦେଖେ ଫାଡେ ଚିରେ, ଲାଗିଲେ ଭୋକ ଖାଏ ମାଉଁସ, ଆଜିଠୁ ତୋର କାମ ଶେଷ। ଭାଲୁକୁ ଆଗରୁ କେହି କଥା ଏମିତି କହିନଥିଲେ। ଏମିତି କଥା ଶୁଣି ଭାଲୁ ଭୟରେ ଦୌଡ଼ି ପଳାଇଗଲା। ଚିକୁ ଠେକୁଆ ଭୀଷଣ ଡରି ଯାଇ ଜଙ୍ଗଲର ରାଜା ସିଂହ ପାଖକୁ ଗଲା। ହାତ ଯୋଡ଼ି ସିଂହ ମହାରାଜାଙ୍କୁ ଗୁହାର କରି କହିଲା, ମହାରାଜ ମହାରାଜ, ମୋ ଗୁମ୍ଫା ଭିତରେ କିଏ ପଶି ଯାଇଛି, ଦୟାକରି ମତେ ସାହାଯ୍ୟ କରନ୍ତୁ। ଆଉ ସିଂହ ରାଜା ତାକୁ କହିଲେ, ଚାଲ ମୋ ସାଙ୍ଗରେ। ଆଉ ସିଂହ ଆଉ ଠେକୁଆ ଦୁହେଁ ଚାଲି ଚାଲି ଗୁମ୍ଫା ପାଖରେ ପହଞ୍ଚିଲେ। ଆଉ ଗୁମ୍ଫା ପାଖରେ ପହଞ୍ଚି ସିଂହ ରାଜା କହିଲେ, ଗୁମ୍ଫାରେ କିଏ ଅଛି ରେ, ବାହାରକୁ ଆସ। ନା ମୋର ନକୁ ଛେଳି, ରକତରେ ଖେଳେ ହୋଲି, ଓଲଟ ପାଲଟ ମୋର କାମ, ମୋ କଥାରେ ନୁହଁ ମୋର କାମରେ ଦମ, କନ୍ଦେଇ କନ୍ଦେଇ ସଭିଙ୍କୁ ମାରେ, ଫାଡ଼ି ଦିଏ ମୁଁ ଚିରି ଦିଏ ଯାହାକୁ ଧରେ, ଧରେ ମୁଁ ନାହିଁ ମୋର ଦୋଷ, ଆଜିଠୁ ତୋର କାମ ଶେଷ। ସିଂହ ଭାବିଲା, ଏ ବୋଧେ ମୋଠୁ ଶକ୍ତିଶାଳୀ ପ୍ରାଣୀ, ନହେଲେ ମତେ ଏମିତି କଥା ଜଙ୍ଗଲରେ କେହି କହିନାହାନ୍ତି। ତାହା ଭାବି ସିଂହ ଡରି ଦୌଡ଼ି ଦୌଡ଼ି ପଳାଇଲା। ଆଉ ଠେକୁଆ ତା ଗୁମ୍ଫା ପାଖରେ ବସି କାନ୍ଦିବାରେ ଲାଗିଲା। ଆଉ ଏହା ଦେଖି ଗୋଟିଏ ମୂଷାଟିଏ ତାକୁ ସାହାଯ୍ୟ କରିବାକୁ ଆସିଲା। ନକୁ ଛେଳିର ମୂଷାକୁ ଭାରି ଡର। ଭାଇ କାନ୍ଦୁଛୁ କାହିଁକି? ମୂଷା ଭାଇ, ମୋ ଗୁମ୍ଫାରେ ନକୁ ଛେଳି ନାମକ ଗୋଟେ ଭୟଙ୍କର ଜନ୍ତୁ ଅଛି, ସେ ଜମା ବାହାରୁନି, ସେ ସମସ୍ତଙ୍କୁ ମାରିଦେବାକୁ କହୁଛି। ଏହା ଶୁଣି ମୂଷା କହିଲା, ବ୍ୟସ୍ତ ହୁଅନି, ମୁଁ ଯାଉଛି ଦେଖୁଛି କଣ ହଉଛି। ଧୀରେ ଧୀରେ ମୂଷା ଗୁମ୍ଫା ଭିତରକୁ ପଶିଲା। ଆଉ ମୂଷାକୁ ଦେଖି ଛେଳି ଡରି ଛାନିଆ ହୋଇଗଲା। ଆଉ ସେ ଗୁମ୍ଫା ଭିତରୁ ଦୌଡ଼ି ଦୌଡ଼ି ବାହାରକୁ ପଳେଇଲା। ତା ପରଠାରୁ ଚିକୁ ଠେକୁଆ ତା ଗୁମ୍ଫାରେ ତା ସ୍ତ୍ରୀ ସହିତ ଆରାମସେ ରହିଲା। ଆଚ୍ଛା ପିଲାମାନେ, ଏ ଗପରୁ ଆମେ କଣ ଶିଖିଲେ? ମିଛ ବେଳେ ବେଳେ ସଫଳତା ଦିଏ, କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସେ ସେତେବେଳେ ଅସଲ ଚେହେରା ଧରା ପଡ଼ିଯାଏ।